ଆଜିର କାହାଣୀ ଶତ୍ରୁ କିଏ? ଶଙ୍କର ଓ ସୁମତି ଜ୍ୟୋତିପୁରରେ ରହୁଥିଲେ। ସେମାନେ ସମ୍ପର୍କରେ ସ୍ୱାମୀ ସ୍ତ୍ରୀ ହେଲେ ବି ସେ ଦୁହିଁଙ୍କ ସ୍ୱଭାବରେ ଆଦୌ କିଛି ମେଳ ନଥାଏ। ଶଙ୍କର ଅତି ଧୀର ସ୍ଥିର ଏବଂ ଭୋଳା ମଣିଷ। ମାତ୍ର ସୁମତିର ସ୍ୱଭାବ ଏପରି ଯେ ପଛରେ ତାକୁ ସେଠାକାର ଗାଁ ଲୋକେ କୁମତି ବୋଲି ଡାକୁଥାନ୍ତି। ଉପରେ ପଡ଼ି କଥା କହିବା, ସମସ୍ତଙ୍କ ସାଙ୍ଗରେ ସର୍ବଦା ଝଗଡ଼ା କରିବା, ଏସବୁ ପାଇଁ ସେ ଖ୍ୟାତ ଥିଲା। ସୁମତିର ଏପରି ସ୍ୱଭାବ ଯୋଗୁଁ ସବୁଠାରୁ ବେଶୀ ହଇରାଣ ହେଉଥାନ୍ତି ତାଙ୍କ ପଡ଼ୋଶୀ ମହେନ୍ଦ୍ରର ପରିବାର। କଥା କଥା କି ସୁମତି ମହେନ୍ଦ୍ରର ସ୍ତ୍ରୀ ଓ ପିଲାପିଢ଼ିଙ୍କ ସହ ଖାଲି ଝଗଡ଼ା କରୁଥାଏ। କାହିଁକିନା ସେମାନଙ୍କର ସ୍ତ୍ରୀ ସେ ଆଦୌ ସହିପାରୁନଥାଏ। ମହେନ୍ଦ୍ରର ଘରବାଡ଼ିରେ ସୁନ୍ଦର ଶାକସବ୍ଜି ହେଉଥାଏ। ସୁମତି ତା ମଇଁଷିକୁ ସେ ବାଡ଼ିକୁ ଛାଡ଼ି ଦେଉଥାଏ। ମଇଁଷି ଯାଇ ସବୁ ଖାଇଯାଉଥାଏ। ମହେନ୍ଦ୍ର ଯାଇ ଶଙ୍କରକୁ କହିଲା, ଭାଇ, ତମେ ତମ ମଇଁଷିକୁ ସମ୍ଭାଳି ପାରିବ ନାହିଁ? ପାଖ ଦେଇ ଯାଉଥିବା ଜଣେ ଗ୍ରାମବାସୀ ଟିପ୍ପଣୀ ଦେଲା, ଆରେ ମହେନ୍ଦ୍ର, ସେ ସିନା ପଶୁ ମଇଁଷିକୁ ସମ୍ଭାଳିବ, କିନ୍ତୁ ତା ଘରେ ଯେଉଁ ମଣିଷ ମଇଁଷି ଅଛି ତାକୁ ସମ୍ଭାଳିବା ଭଳି ତାକତ ତାର କାହିଁ? ଶଙ୍କର ଏହି ଟିପ୍ପଣୀର ଅର୍ଥ ଠିକ୍ ବୁଝିଲା, କିନ୍ତୁ ସେ ନୀରବ ରହିଲା। ସୁମତିକୁ ପଦେ କହିଲେ ତ ସେ ଓଲଟା 5 ପଦ କହିବ। ବହୁତ ଚେଷ୍ଟା କରି ମହେନ୍ଦ୍ର ଥକି ଯାଇଥାଏ, ଆଉ ଚେଷ୍ଟା କରୁନଥାଏ। ଶଙ୍କର ପଚାରିଲା, ମହେନ୍ଦ୍ରର ବଗିଚା ଭିତରୁ କ'ଣ ଆମ ମଇଁଷି ପଶୁଛନ୍ତି? ସୁମତି ଜବାବ ଦେଲା, ସେଥିପାଇଁ ମୁଁ ବା କ'ଣ କରିବି? ମଇଁଷିର କ'ଣ ସ୍ୱାଧୀନତା ବୋଲି କିଛି ନାହିଁ? ତଥାପି ମଧ୍ୟ ମଇଁଷି ପଶିବା ବନ୍ଦ ହେଲା ନାହିଁ। ବାରମ୍ବାର ଏପରି ହେବାରୁ ଥରେ ମହେନ୍ଦ୍ର ଗୋଟାଏ ପ୍ରକାର ବିଷାକ୍ତ ଚାରା ଆଣି ତାକୁ ନିଜ ବାଡ଼ିରେ ଲଗାଇଲା। ସେ ନୂଆ ପ୍ରକାର ଚାରା ନିଶ୍ଚୟ କୌଣସି ଲାଭଜନକ ଚାଷ ହୋଇଥିବ ଭାବି ସୁମତି ମହେନ୍ଦ୍ରର ସ୍ତ୍ରୀକୁ ପଚାରିଲା, ଏ କି ଗଛ? ମହେନ୍ଦ୍ରର ସ୍ତ୍ରୀ କହିଲା, ଗୋଟାଏ ପ୍ରକାର ବିଷାକ୍ତ ଗଛ। ସେ ସୁମତିରେ ଏଥିରେ ଭୀଷଣ ଭାବେ ରାଗିଗଲା। ତାକୁ ଯେ ମିଛ କଥା କୁହାଯାଉଛି ବା ଥଟ୍ଟା କରାଯାଉଛି, ଏଥିରେ ତାର ଆଉ କୌଣସି ସନ୍ଦେହ ନଥିଲା। ରାତିରେ ସେ ତା ମଇଁଷିକୁ ମହେନ୍ଦ୍ରଙ୍କ ବାଡ଼ି ଭିତରକୁ ଛାଡ଼ିଦେଲା। ମଇଁଷି କିଛି ପତ୍ର ଚୋବାଇବା ପରେ ତଳେ ପଡ଼ି ହଠାତ୍ ଗଁ ଗଁ ହେଲା। ସେ ପ୍ରଚୁର ଦୁଧ ଦେଉଥିଲା। ପରଦିନଠାରୁ ସେ କିଛି ଖାଇଲା ନାହିଁ କି ଦୁଧ ବି ଦେଲା ନାହିଁ। ଏସବୁ ଦେଖି ମହେନ୍ଦ୍ରର ସ୍ତ୍ରୀ କହିଲା, ମୁଁ ତ କହିଦେଇଥିଲି ଯେ ଆମ ବାଡ଼ିରେ ବିଷାକ୍ତ ଗଛ ହୋଇଛି, ତଥାପି ମଧ୍ୟ ତମେ ତମ ମଇଁଷିକୁ ମୋ ବାଡ଼ିକୁ କାହିଁକି ଛାଡ଼ିଲ? ଏ ଗାଁରେ ତ ସମସ୍ତେ ମୋର ଶତ୍ରୁ। ସୁମତି ଏଭଳି ଚିତ୍କାର କରି ବାଟଘାଟ କମ୍ପାଇଲା ଓ ସେ ପୁଣି କହିଲା, ଆଜି ମୁଁ ମୋ ବାପ ଘରକୁ ଚାଲିଯିବି। ସେଠି ମୁଁ ବେଶ୍ ସୁଖରେ ରହିବି। ସେ ଚାଲିଥାଏ। ବିଚରା ଶଙ୍କର ତାକୁ ବୁଝାଇବାକୁ ଅନେକ ଚେଷ୍ଟା କରି ତା ପଛେ ପଛେ ଚାଲିଥାଏ। ଅଳ୍ପ ଦୂରରେ ଗୋଟିଏ ସରୋବର। ସେଠି ଜ୍ୟୋତିପୁରର ରତ୍ନାକର ବସି ବଂଶୀରେ ମାଛ ଧରୁଥାଏ। ଦେଖ ଦେଖ ରତ୍ନାକର, ଏଣେ ବସି ରହି ଆରାମ କରୁଛି, ତେଣେ ମାଛ ଆସି ତା ପାଖରେ ଜମା ହେଉଛି। ବିକିବ, ଟଙ୍କା ପାଇବ, ଏହାକୁ ସୌଭାଗ୍ୟ କହନ୍ତି। ସୁମତି ଏ ମନ୍ତବ୍ୟ ଦେଇ ରତ୍ନାକରର ମାଛ ଖେଳେଇ ଭିତରକୁ ହାତ ଭର୍ତ୍ତି କରିଦେଲା। ତହିଁ ଭିତରେ କେତୋଟି କଙ୍କଡ଼ା ଥିଲେ, ସେଥିରୁ ଗୋଟିଏ ସୁମତିର ଆଙ୍ଗୁଳି ଖଣ୍ଡିଆ କରିଦେଲା। ଫଳରେ ସେ ସୁମତି ଚିତ୍କାର କରି କହିଲା, ହଇରେ ରତ୍ନାକର, ତୁ ମଧ୍ୟ ମୋର ଆଉ ଗୋଟିଏ ଶତ୍ରୁ। ଗୋଟିଏ ସ୍ଥାନରେ ମାଛ ଓ କଙ୍କଡ଼ା କିଏ କ'ଣ କେବେ ରଖନ୍ତି? ରତ୍ନାକର କହିଲା, ଭାଉଜ, ମାଛ ଓ କଙ୍କଡ଼ା ତ ପୁଣି ଏକା ପୋଖରୀରେ ରହନ୍ତି, ଏକା ପାଛିଆରେ ସେମାନେ ପୁଣି ରହିବେ କିଆଁ? ମୁଁ ଜାଲ ପକାଇ କଙ୍କଡ଼ା ଧରିଥିଲି, ସେମାନେ ମୋ ଉପରେ ପ୍ରତିଶୋଧ ନ ନେଇ ତମ ଉପରେ ନେଲେ। ଭାଉଜ, ତମ ଅବସ୍ଥା ବଂଶୀରେ ମୁଁ ଧରିଥିବା ଠିକ୍ ଏହି ମାଛ ଭଳି। ମାଛ ଯଦି ତା ମୁହଁ ଖୋଲି ନଥାନ୍ତା, ତେବେ ଥୋପ ଗିଳି ନଥାନ୍ତା କି ଧରା ବି ପଡ଼ି ନଥାନ୍ତା। ତମେ ସର୍ବଦା ମୁହଁ ଖୋଲି କେବଳ ନିଜ ପାଇଁ ଶତ୍ରୁ ତିଆରି କରି ଚାଲିଛ ସିନା। ଚୁପ୍ କର, ମୁଁ ଏ ଗାଁ ଛାଡ଼ି ଚାଲି ଯାଉଛି। ରତ୍ନାକର ପୁଣି କହିଲା, ଯିବ କୁଆଡ଼େ? ତମେ ତ ଶତ୍ରୁକୁ ସାଙ୍ଗରେ ଧରି ଯାଉଛ। ସୁମତି ତା କଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲା, ମାନେ? ଏଥର ସେ ରତ୍ନାକର ତାକୁ ବୁଝାଇ କହିଲା, ମାନେ ହେଲା ତମେ ତମ ଶତ୍ରୁ ନିଜେ। ଏ କଙ୍କଡ଼ାର ଯେମିତି ଅନ୍ୟକୁ ଆଘାତ କରିବାର ସ୍ୱଭାବ, ତୁମର ବି ଠିକ୍ ସେମିତି ସ୍ୱଭାବ। ସେ ସ୍ୱଭାବ ଯୋଗୁଁ ତମେ ଯୁଆଡ଼େ ଗଲେ ବି ସିଆଡ଼େ ଶତ୍ରୁ ଦେଖିବ। କାହିଁକି ଭଲା ମହେନ୍ଦ୍ରର ବଗିଚାକୁ ତମେ ମଇଁଷିକୁ ଠେଲି ଦେଉଥିଲ? ଯାଅ, ଏବେ ଯୁଆଡ଼େ ଯାଉଛ ଯାଅ। କାହିଁକି ଯିବି? ମୁଁ ତ ମୋ କଥାରେ ଅଛି, ମୁଁ ମୋ ଘରେ ରହିବି। ଏହା କହି ସୁମତି ତା ଘରକୁ ଫେରିଗଲା। କିନ୍ତୁ ରତ୍ନାକରର କଥା ସେ କାହିଁ କିଛି ଭୁଲିପାରିଲା ନାହିଁ। ସେ ନିଜେ ନିଜର ଶତ୍ରୁ ଏତକ ସେ ଠିକ୍ ବୁଝିପାରିଲା ଓ କ୍ରମେ କ୍ରମେ ତାର ସ୍ୱଭାବ ଓ ବ୍ୟବହାର ବଦଳିବାକୁ ଲାଗିଲା। ଧନ୍ୟବାଦ।